शिक्षकों घर सशस्त्र डकायती केन्द्रापड़ा पाटकुरा थाना नारायणपुर गाँव में सशस्त्र डकायती होती विलंबित राति में 4 जन दुर्बृत्त मारणास्त्र धरी लुट कर शिक्षक बंशीधर राउतराय घर लुट होती बंशीधर और पत्नी स्वर्णप्रभा घरे थिबा बेले सेमानकु मरणात्मक आक्रमण कर लक्षाधिक टंकार सुना अलंकार 2टी मोबाइल नगद 2 लाख टंका लुटि नहीं दुर्बृत्त आहत दंपति को पाटकुरा मेडिकल भर्ती कर अभियोग पाई तदंत आरंभ करिछि पुलिस पूर्व शत्रुता को केन्द्र कर पाख गाँव किछि युवक एभली कांड करिथिबा बंशीधर एवं गाँ लोके अभियोग करिसेंति घटना पुलिस 3 जन को अटक रखी तदंत चलाई अभियुक्त मानक धरी दृष्टांतमूलक पदक्षेप नेबा पई दाबी करिसेंति गाँ लोके प्राय 2टा ରୁ 2ଟା 10 ଭିତରେ ମୁଁ ଜୋରେ ନିଦ ହେଇଯାଇ ଶୋଇଛି ସେଇ ସମୟରେ ମୋର ମା 80 ବର୍ଷର ମା ଅନ୍ୟ ଘରେ ଶୁଏ ଖଡ ଖଡ ଯେମିତି କବାଟ ହେଇଛି ବୋଧେ ମିସେସ୍ ଭାବିଛି କି ମା ବୋଧେ କଣ ହେଇଛନ୍ତି ଉଠିଲା ପରେ ସଡନ ଆଟାକ୍ କଲେ ସେ 4 ଜଣ ଦୁର୍ବୃତ୍ତ ସେମାନେ ତାଙ୍କ ଭିତରୁ ଜଣକୁ ମୁଁ ରାଘପୁରର ପିଲା ବୋଲି ମୁଁ ତାକୁ ଚିହ୍ନିଛି ତା ନାଁଟା କଣ କହିପାରିବିନି କିନ୍ତୁ ଏମିତି ଥରେ ଆମର ଯଜ୍ଞ ବେଳେ ସେ ଆସିଥିଲେ ଚୋରି କରିବା ପାଇଁ ଧରା ପଡିଥିଲେ ସେ ଖସି ଯାଇଥିଲେ ଗାଁ ପିଲା ତାଙ୍କୁ ସାହାଯ୍ୟ କରି ମୁଁ କହିଗଲେ ଛାଡି ଛୁଡି ଦେଇଥିଲେ କିନ୍ତୁ ତାଙ୍କୁ ମତେ କହିଲେ ତମେ ଆମେ ଧରିଥିଲ ମତେ ତାଙ୍କୁ ମାରିଦବ କହିକିରି ହାଣିଦେଲେ ଆଉ ସୁନା ରୂପା ସବୁ ନେଇଯାଇଛନ୍ତି ସୁନା 2ଟା ହାର ନେଇଛନ୍ତି ଗୋଟେ ବେକରୁ ଚେନ୍ ମଙ୍ଗଳସୂତ୍ର ଭୁଜାରେ ହାଣି ଆଣୁଥିଲେ ହାଣିଆରୁ ମୋ ହାତ ହାଣିଲେ ହାଣିକିରି ପୁଣି ବହୁତ ଜୋରେ ମାଡ ଫାଡ ମାରି ଜିନିଷ ପୁରା ଯାହା ଥିଲା ସୁନା ସବୁ ଛଡେଇ ଛାଡେଇ ନେଇଗଲେ କାନରୁ ଫୁଲ ମଙ୍ଗଳସୂତ୍ର ଚେନ୍ ଫେନ୍ ସବୁ ଛିଣ୍ଡେଇ ଛାଣ୍ଡେଇ ନେଇକି ବାକ୍ସ ସହ ଆଣି ବାହାରେ ଫୋପାଡି ଫୋପାଡି ଘର ଭିତରେ ସବୁ ଫୋପାଡି ଫୋପଡ଼ା ଦଳା କରି ଯାଇଛନ୍ତି। ଦାବି କରୁଛନ୍ତି ଏଇ ଯୋଉ ଆମର ଆଇନ ପ୍ରଶାସନ କେମିତି ସେମାନଙ୍କୁ ନ୍ୟାୟ ଦବ ଏବଂ ଆଗାମୀ ଦିନରେ ସେ ଯୋଉ ତାଙ୍କର ଯାହା ଗହଣା ପତ୍ର ଯାଇଛି ସେମାନଙ୍କୁ ଫେରେ ରିଟର୍ନ ଚୋରମାନେ ଧରି ତାଙ୍କର ଫେରସ୍ତ ଆଣି ରିଟର୍ନ କରିବେ ଆମେ ଏଇ ଦାବି କରୁଛୁ।